শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত সপ্তম স্কন্ধ চতুর্দশ অধ্যায়। গৃহস্থ ধর্মর বিধান। 14 অধ্যায়ে বখাণ। যুধিষ্ঠির উবাচ শৃণ হে ব্রহ্মার নন্দন। বনস্থ অবধূত ধর্ম। শুনিলি শাস্ত্রর প্রস্তাবে। গৃহস্থ ধর্ম কহবে। যে বিধি গৃহ আচরণে। আগম নিগম প্রমাণে। এমন্তে ধর্ম সুতবাণী। শুনি কহন্তি ব্রহ্মমুনি। নারদ উবাচ গৃহস্থ রজনী প্রভাতে। শুচি নির্মল শুদ্ধ চিতে। স্মরিব নারায়ণ নাম। হরি গোবিন্দ কৃষ্ণ রাম। পুরুষোত্তম দামোদর। বিশ্বসম্ভব বিশ্বম্ভর। এ আদি পুণ্য শ্লোক যেতে। নাম সংকীর্তন প্রভাতে। কৃষ্ণে অর্পণ নিত্য করি। গৃহস্থ ধর্ম গৃহে করি। মহত জনে উপাসন। করিব নিত্য কৃষ্ণ ধ্যান। কৃষ্ণর অবতার কথা। পুরাণ আদি শাস্ত্র গীতা। সঙ্গ করিব সাধু সন্থে। দিন বঞ্চিব শুনি নিতে। সাধু সঙ্গতে থই মন। পুত্র কলত্র গৃহজন। সম্পদ স্বপ্ন প্রায়মণি। চিতে চিন্তিব চক্রপাণি। যাবত প্রয়োজন অর্থ। গৃহে সাধিব নিত্য নিত্য। বিরক্ত চিত অন্তর্গতে। লোক ব্যবহার জন সাথে। ভাত্র সুহৃদ তাত মাত। জ্ঞাতি বান্ধব দ্বারা সুত। ଯିବାଇଛନ୍ତି ଯେ ବୋଲନ୍ତି। ଯେ ଭାବେ ସନ୍ତୋଷେ ରହନ୍ତି। ମନ ସନ୍ତୋଷେ ସୁଖ ଦେବ। ନିର୍ମଳେ ସର୍ବଦା ବଞ୍ଚିବ। ଭୂମି ଗଗନ ଅନ୍ତରୀକ୍ଷେ। ଯେ ଧନ ମିଳିବ ପ୍ରତ୍ୟକ୍ଷେ। କୃଷ୍ଣର ଦେଲା ପ୍ରାୟ ବୁଝି। ସେ ଧନ ଦୁଃଖ ସୁଖେ ଭୁଞ୍ଜି। ଦିନ ବଞ୍ଚିବ ହରି ଭାବେ। ଯତ୍ନ କରିବ ଧର୍ମ ଲାଭେ। ଯାବତ ଦେହେ ପ୍ରାଣ ଥିବ। ତାବତ ସନ୍ତୋଷେ ବଞ୍ଚିବ। ଲୋଭେ ଅଧିକ ଯେ ଚିନ୍ତନ୍ତି। ଚୋର ସମାନେ ଦଣ୍ଡ ପାଆନ୍ତି। ଏବେ ହୋ ଶୁଣ ନୃପବର। କହିବା ସର୍ବଧର୍ମ ସାର। କପି ମକ୍ଷିକା ଉଷ୍ଟ୍ର ଖଗ। ମୂଷିକ ଗର୍ଦ୍ଧବ ଯେ ମୃଗ। ଉରଗ ପତଙ୍ଗାଦି ଯେତେ। ତାହାଙ୍କୁ ପୁତ୍ର ପ୍ରାୟ ଚିତେ। ଆତ୍ମାର ପ୍ରାୟ ନିତ୍ୟ ଦେଖି। ଅନ୍ୟଥା ମନେ ନ ସଂକଳ୍ପି। ତ୍ରିବର୍ଗ କଷ୍ଟେ ନ ସାଧିବ। ଯେ ଭାବେ ନିନ୍ଦନ୍ତି ସାଧବ। ଯେ ଦ୍ରବ୍ୟ ଅତି କ୍ଲେଶ ପାଇ
ଯେ ସୁଖେ ଅତି ଲୋଭ ହୋଇ ଯେଣେ ବାପର ପୀଡ଼ା ହେବ ଏତି ନିଚିତେ ନ ଧରିବ ଯେ ଦେଶ କାଳ ପାତ୍ର ମତେ ଯା ମିଳେ କର୍ମର ଆୟତେ ସେ ଭାବେ ପୋଷିବ ଜୀବନ ଦେଖିବ ସକଳେ ସମାନ ଶ୍ୱାନ ଚଣ୍ଡାଳ ଅନ୍ୟ ଜାତି ଆତ୍ମାର ପ୍ରାୟ ତାଙ୍କୁ ଚିନ୍ତି ବିଭାଗେ ଭୋଗ ତାଙ୍କୁ ଦେବ ଆତ୍ମାର ପରାଏ ଭାବିବ ଏକ ଗୃହିଣୀ ସଂଗ୍ରହଣେ ସ୍ୱଧର୍ମ ଗୃହର କାରଣୀ ଅର୍ଦ୍ଧାଙ୍ଗ ସମଟେ ନାରୀ ସାତ୍ୱିକେ ତାହା ଭୋଗ କରି ନିଯୋଗୀ ଅତିଥି ସେବନେ ଯତ୍ନ କରିବ ନିଜ ଧର୍ମେ ଯା ପାଇଁ ପିତା ଗୁରୁ ପ୍ରାଣ ପ୍ରାଣୀ ହିଂସଇ ହେଳେ ଜାଣ ଅତିଥି ସେବାରେ ସେ ନାରୀ ଦେଇଣ ଆପଦୁ ଧରି ଅନ୍ୟ ସାଧ୍ୟ ଯେଉଁ ହରି ଏ ଭାବେ ତାଙ୍କୁ ସାଧ୍ୟ କରି ଦେଖ ଏ ତୁଚ୍ଛ କଳେବର ଅନ୍ତେ ଭଜଇ ତ୍ରିପ୍ରକାର ଭସ୍ମ ପୁରୀଶ କୃମି ସ୍ଥାନ ଅବଶ୍ୟ ଭଜେ ଅବସାନ ସେ ଦେହେ ରତି ପତ୍ନୀ ମେଳେ ଏ କାହିଁ ଆତ୍ମାର କୁଶଳେ ଯଜ୍ଞାବଶେଷ ସିଦ୍ଧନେ ଆହାର କଳ୍ପିବ ଜୀବନେ ଅଧିକେ ମମତା ନଥାଇ ତେବେଟି ମହତ ବୋଲାଇ ଦେବତା ଋଷି ଭୂତ ଗଣେ ଆତ୍ମା ଅତିଥି ପିତୃଜନେ ଏହାଙ୍କୁ ବିଷ୍ଣୁ ପ୍ରାୟ ମଣି ସନ୍ତୋଷେ ଦେବ ଅନ୍ନ ପାଣି ଆତ୍ମାଧିକାରେ ନାନା ବିଧି ଯଜ୍ଞର ସମ୍ଭାର ସମ୍ବାଦୀ ବିଧି ବିଧାନ ବେଦ ମତେ ଯଜ୍ଞ କରିବ ଅଗ୍ନିହୋତ୍ରେ ଅଗ୍ନିହୋତ୍ରର ଅବସାନେ ବିପ୍ରଙ୍କୁ ତୋଷିବ ଭୋଜନେ ବ୍ରାହ୍ମଣ ଦେହେ ଥାଇ ହରି ଏଣୁ ଭୋଜନେ ପୂଜା କରି ବିପ୍ର ଭୋଜନେ ତୋଷ ଯେତେ ସେ ନୁହେଁ ଯଜ୍ଞ କୋଟି ସତେ ଏଖେନି ଦେବତା ବ୍ରାହ୍ମଣେ ପୂଜା କରିବ ଅନୁକ୍ଷଣେ ଏଣୁ ବ୍ରାହ୍ମଣ ମୁଖେ ଦେଇ ପୂଜା କରିବ ଭାବଗ୍ରାହୀ ଆଶ୍ୱିନ ମାସ କୃଷ୍ଣ ପକ୍ଷେ ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ ସମ୍ଭାର ଯଥା ଶକ୍ତି ମତେ ପିତୃ ପୂଜିବ ଶ୍ରଦ୍ଧା ଚିତେ ଜ୍ଞାତି ସୁହୃଦ ବନ୍ଧୁଜନ ଭୋଜନ ଦେବ ମିଷ୍ଟନ ଏବେ ହୋ ଶୁଣ ମହିପତି ଗୃହସ୍ଥ ନିସ୍ତାରଣ ଗତି ବେନିୟନ ବିଷୁବାନ୍ତେ ଦିବସ କ୍ଷୟ ବ୍ୟତିପାତେ ଅକ୍ଷୟ ତୃତୀୟା ଦିବସେ ଆଦିତ୍ୟ ଶଶାଙ୍କର ଗ୍ରାସେ ଦ୍ୱାଦଶୀ ଶ୍ରବଣା ସଂଯୋগে ତୃତୀୟା ତିଥି କ୍ଷୟ ଭୋগে শুক্ল নবমী ঊর্জ মাসে চতুর অষ্টকা দিবসে মাঘ সপ্তমী শুক্ল পক্ষে পূর্ণিমা মিশি মখারুক্ষে দ্বাদশী অনুরাধা ভোগে শ্রবণা ত্রিদূতরা যোগে এ তিনি যোগে একাদশী শ্রবণা জন্ম রুক্ষে মিশি
শ্রেয় সাধনে যোগ এতে গৃহস্থ ধর্ম সাধ্যর্থে এ দিনে ধর্ম কর্ম কলে শ্রেয় আয়ুষ লভে ভলে এ দিনে তপ হোম স্নান যজ্ঞে দেবতা আরাধন পিতৃদেবতা ভূতগণে অন্ন জଳ তিଳ তর্ପণে ପତ୍ନୀର ସଂସ୍କାର କାଳରେ ଅପତ୍ୟ ସମ୍ଭବ ଦିନରେ ଜ୍ଞାତି ମରଣେ ପ୍ରେତ କାର୍ଯ୍ୟେ ପୂଜିବ ବାନ୍ଧବ ସମାଜେ ଏବେ ହୋ ଶୁଣ ଧର୍ମ ଶିଷ୍ୟ କହିବା ପୁଣ୍ୟ ସ୍ଥାନ ଦେଶ ବିଷ୍ଣୁ ପ୍ରତିମା ବସେ ଯହିଁ ସଚରାଚର ବିଶ୍ୱତହିଁ ସତ୍ପାତ୍ର ଜନ ଲଭି ଯହିଁ ସେ ପୁଣ୍ୟତମ ଦେଶ କହି ବ୍ରାହ୍ମଣ କୂଳ ବସେ ଯହିଁ ଦୟା ତପସ୍ୟା ବିଦ୍ୟା ବହି ବିଷ୍ଣୁର ପୂଜା ଯହିଁ ନିତେ ସେ ପୁଣ୍ୟ ଦେଶ ବେଦ ମତେ ଗଙ୍ଗାଦି ନଦୀ ଯହିଁ ବହେ ସେ ପୁଣ୍ୟ କ୍ଷେତ୍ର ବେଦ କହେ ପୁଷ୍କର ଆଦି ସରୋବର ଯହିଁ ବସନ୍ତି ବିଷ୍ଣୁ ହର ପ୍ରୟାଗ ପୁଲହ ଆଶ୍ରମ ନୈମିଷାରଣ୍ୟ ପୁଣ୍ୟଧାମ ପ୍ରଭାସ କୁରୁ ବଜ୍ରଗଳି ଗୟା ମଥୁରା କୁଶସ୍ଥଳୀ ଯେ କାଶୀ ପମ୍ପା ବିନ୍ଦୁସର ସେତୁ ବନ୍ଧ ଯେ ରାମେଶ୍ୱର ଆଶ୍ରମ ନର ନାରାୟଣ ନନ୍ଦାସୀତୟା ରାମାଶ୍ରମ ମହେନ୍ଦ୍ର ମଳୟ ପର୍ବତେ ଏ ମଧ୍ୟେ କ୍ଷେତ୍ର ଛନ୍ତି ଯେତେ ଏ ସର୍ବସ୍ଥାନ ହରି ପ୍ରିୟ ତେଣୁ ଜଗତେ ପୁଣ୍ୟମୟ ସେ ପୁଣ୍ୟତମ ଦେଶ ଭାବି ବିଷ୍ଣୁ ପ୍ରତିମା ଯହିଁ ସେବି କୈବଲ୍ୟ ଇଚ୍ଛା ଯାର ଚିତେ ଏ ଦେଶେ ସେହୁଥିବ ନିତେ ଏବେ କହିବା ପାତ୍ର ଯେତେ ଶୁଣ ରାଜନ ଶୁଦ୍ଧ ଚିତେ ପୁରାଣ ପୁରୁଷ ମୁରାରି ଯାର ଭିଆଣ ବସୁନ୍ଧରି ସଚରାଚର ଯା ଶରୀର ଋଷି ଦେବତା ବ୍ରହ୍ମା ହର ଅଗ୍ରେ ଚରଣ ପୂଜି ଯାର ତାତହୁଁ ପାତ୍ର କେବାର ଦେବତା ଋଷି ସିଦ୍ଧେଶ୍ୱର ସନକ ଆଦି ଯଜ୍ଞେ ତୋର ସଭାରେ ସର୍ବଜନ ଥିଲେ କୃଷ୍ଣଙ୍କୁ ଅଗ୍ରେ ପୂଜା କଲେ ଏଣୁ ସକଳ ପାତ୍ର ସାର ଅଚ୍ୟୁତ ଅଟେ ନୃପବର ଯାର ଶରୀର ଜୀବରାଶି ଯେ ଅଣ୍ଡକୋଷ ମୂଳେ ବସି ଯେ ହରି ସର୍ବ ଜୀବ ମୂଳ ଅଶେଷ ପୁଣ୍ୟ କର୍ମ ଫଳ ନାନା ପ୍ରପଞ୍ଚେ ପୁର କରି ତା ମଧ୍ୟେ ଜୀବ ରୂପ ଧରି ହୃଦୟ ପଦ୍ମ ମଧ୍ୟେ ଶୋହେ ପୁରୁଷୋତ୍ତମ ନାମ ବହେ ତେଣୁ ପୁରୁଷ ପାତ୍ରୋତ୍ତମ ଯେ ନିତ୍ୟ ରମେ ଆତ୍ମାରାମ ଯେଣୁ ଏ ପୁରୁଷଙ୍କ ଦେହେ ସେ ହରି ତାର ତମେ ରହେ ଏ ଭାବେ ଅପଜ୍ଞା ବିଚାରି ତ୍ରେତାଦି ଯୁଗେ ମୂର୍ତ୍ତି କରି ସଂସ୍କାର ନିଗମ ଆଗମେ ପୂଜା କରନ୍ତି ଗ୍ରାମେ ଗ୍ରାମେ ସେ ପୂଜା ମାତ୍ରେ ତୋଷ ହନ୍ତି
ବାଞ୍ଛିତ ଫଳ ନିତ୍ୟ ଦିଅନ୍ତି। ଯେ ପ୍ରାଣୀ ପରେ ହିଂସା କରେ ଦେବତା ପୂଜି ସେ ନତରେ। ଏଣୁ ପୁରୁଷଙ୍କର ମଧି ଯେ ବିପ୍ରଜ୍ଞାନୀ ବେଦ ସାଧି। ତା ତହୁଁ ପାତ୍ର ଆର ନାହିଁ ସେ ବିପ୍ର ନିଶ୍ଚୟ ବିଷ୍ଣୁ ଦେହି। ଯେ କୃଷ୍ଣ ଆତ୍ମା ତ୍ରିଲୋକର ବ୍ରାହ୍ମଣ ଦେବତା ତାଙ୍କର। ଏଣୁ ସେ ବ୍ରାହ୍ମଣ ଚରଣ ତ୍ରୈଲୋକ୍ୟ ନିସ୍ତାର କାରଣ। ଏ ଭାବେ ଦେଶ କାଳ ପାତ୍ର ଦୀକ୍ଷାଦି ଧର୍ମ ଦୈବତ। ନାରଦ ମୁନି ଅନୁରାଗେ କହିଲେ ଯୁଧିଷ୍ଠିର ଆଗେ। ଏ ଭାଗବତ ଧର୍ମବାଣୀ ଶୁଣି ସଂସାରୁ ତର ପ୍ରାଣୀ। ସପ୍ତମ ସ୍କନ୍ଧେ ଭାଗବତ ବଣଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ସପ୍ତମ ସ୍କନ୍ଧେ ସଦାଚାର ନିର୍ଣ୍ଣୟୋ ନାମ ଚତୁର୍ଦଶ ଅଧ୍ୟାୟ।